ଯୁକ୍ତ 2 ଦ୍ୱିତୀୟ ବର୍ଷରେ ପଢ଼ାଯାଉଥିବା ସାହିତ୍ୟ ସରଣୀ ବହି ମୁଁ ତାକୁ ପଢ଼ୁଥିଲି। ଗୋଟେ ସୁନ୍ଦର ଗଳ୍ପ ଥିଲା, ଏବେ ମଧ୍ୟ ବଞ୍ଚିଛି, ଗୋଦାବରୀଶ ମହାପାତ୍ରଙ୍କର ଲେଖା। ସେ ଗଳ୍ପରେ ବେଣୁଧର ଚରିତ୍ରରେ ଲେଖକ ଯେଉଁଭଳି ଭାବରେ ଓଡ଼ିଆ ଜାତିର, ଓଡ଼ିଆ ଯୁବକର ସ୍ୱାଭିମାନକୁ ବଖାଣିଛନ୍ତି, ସତରେ ସ୍ୱାଗତ ଯୋଗ୍ୟ। ନମସ୍ୟ। କିଭଳି ଭାବରେ ବେଣୁଧର ସହାୟତା କେନ୍ଦ୍ରକୁ ଯାଇ ଚାଉଳ ମୁଠାଏ ପାଇଁ ପୁଣି ଫେରି ଆସୁଥିଲା ସେଠାରୁ ନିଜର କଙ୍କାଳସାର ଦେହକୁ ନେଇ। ସହାୟତା କେନ୍ଦ୍ରରୁ ଚାଉଳ ମୁଠାଏ ପାଇବାକୁ ଆଶା କରି ଯାଉଥିବା ବେଣୁଧର ପ୍ରତିଦିନ କିନ୍ତୁ ସହାୟତା କେନ୍ଦ୍ର ପାଖରେ ପହଞ୍ଚିଲା ବେଳକୁ ହାତ ପତେଇ ଚାଉଳ ମୁଠାଏ ଆଣିବା ପାଇଁ ତାର ବିବେକ, ତାର ସ୍ୱାଭିମାନ, ତାର ମଣିଷପଣିଆ ତାକୁ ବାଧା ଦେଉଥିଲା। ପ୍ରତିଦିନ ସେ ଯାଉଥିଲା ଆଉ ପୁଣି ସେଇ କଙ୍କାଳସାର ଦେହକୁ ନେଇ ନିଜର ସ୍ୱାଭିମାନ, ମଣିଷପଣିଆକୁ, ଓଡ଼ିଆ ଜାତିର ଯୁବକର ସ୍ୱାଭିମାନକୁ ମନେ ପକାଇ ସହାୟତା କେନ୍ଦ୍ରର ଦ୍ୱାର ମୁହଁରୁ ପୁଣି ଫେରି ଆସୁଥିଲା। ତେଣୁ ନିଶ୍ଚିତ ଭାବରେ ଯୁବ ସମାଜ ପାଇଁ ଏ ଗଳ୍ପ ଖୁବ୍ ଶିକ୍ଷଣୀୟ ଗଳ୍ପଟିଏ, ଉପାଦେୟ କଥାଟିଏ। ଗୋଦାବରୀଶ ମହାପାତ୍ରଙ୍କର ଲେଖା ଏବେ ମଧ୍ୟ ବଞ୍ଚିଛି। ଯୁକ୍ତ 2 ଦ୍ୱିତୀୟ ବର୍ଷରେ ପଢ଼ାଯାଉଥିବା ସାହିତ୍ୟ ସରଣୀ ବହିରୁ ମୁଁ ଏବେ ପଢ଼ୁଥିଲି।